ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ପରଠାରୁ ସମଗ୍ର ଦୁନିଆରେ ସୃଷ୍ଟି ହୋଇଛି ଶକ୍ତି ସଙ୍କଟ। ତେଲଠାରୁ ଆରମ୍ଭ କରି ଗ୍ୟାସ୍ ଯୋଗାଣ ସବୁଥିରେ ଉପୁଜିଛି ବାଧା। ଫଳରେ ଏବେ ଚିନ୍ତାରେ ଅନେକ ଦେଶ। ଖାଲି ସେତିକି ନୁହଁ, ବିଶ୍ୱର ଅନେକ ଦେଶର ଷ୍ଟକ୍ ମାର୍କେଟର ସ୍ଥିତି ବି ବେହାଲ। ସେୟାର ମାର୍କେଟ କ୍ରାସ୍ ଯୋଗୁଁ କୋଟି କୋଟି ଟଙ୍କା ହରାଇଲେଣି ନିବେଶକ। ଏହାରି ମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ, ଦୁବାଇ ଏବଂ ଆବୁଧାବି ଷ୍ଟକ୍ ବଜାରକୁ ନେଇ ଆସିଛି ତଥ୍ୟ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଦୁବାଇ ଏବଂ ଆବୁଧାବି ଷ୍ଟକ୍ ମାର୍କେଟ ପ୍ରାୟ $120 ବିଲିୟନ କ୍ଷତି ସହିଛି। ଏହା ସହ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବଜାରରେ ସାମିଲ ହୋଇଛନ୍ତି ଏହି ଦୁଇ ଷ୍ଟକ୍ ମାର୍କେଟ। ଫେବୃଆରୀ 28ରେ ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଦୁବାଇ ଏବଂ ଆବୁଧାବିର ବେଞ୍ଚମାର୍କ ସୂଚକାଙ୍କ ଯଥାକ୍ରମେ ପ୍ରାୟ 16% ଏବଂ 9% ହ୍ରାସ ପାଇଛି। ସେହିଭଳି ଦୁବାଇ ଫାଇନାନ୍ସିଆଲ ମାର୍କେଟ ଜେନେରାଲ ଇଣ୍ଡେକ୍ସର ମାର୍କେଟ କ୍ୟାପିଟାଲାଇଜେସନ ବା ବଜାର ପୁଞ୍ଜି ପ୍ରାୟ $45 ବିଲିୟନ ହ୍ରାସ ପାଇଛି। ସେହିଭଳି ବୃହତ ଏଡିଏକ୍ସ ଜେନେରାଲ ଇଣ୍ଡେକ୍ସ ପ୍ରାୟ $75 ବିଲିୟନ ହ୍ରାସ ପାଇଛି। କାତାର ଏବଂ ବାହାରିନ୍ର ଆର୍ଥିକ ବଜାର ମଧ୍ୟ ଯଥାକ୍ରମେ ପ୍ରାୟ 4% ଏବଂ 7% ହ୍ରାସ ପାଇଛି। ସେପଟେ କିନ୍ତୁ ସାଉଦି ଆରବ ଏବଂ ଓମାନର ବିନିମୟ ବୃଦ୍ଧି ପାଇଛି। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।